ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବନମାଳୀ ବାରିକି ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ସମ୍ପାଦକ କାଶୀନାଥ ବାରିକଙ୍କ ସ୍ମୃତିଚାରଣ ସଭା ସ୍ଥାନୀୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉକ୍ତ ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ କୁଳମଣି ବାରିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ସେଣ, ବରିଷ୍ଠ ଶିକ୍ଷକ ବାମନ ଚରଣ ବାରିକି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବେହେରା, ଶିକ୍ଷାବିତ୍ ସିପ୍ରା କାନୁନଗୋ, ବରିଷ୍ଠ ନେତା ସୁକାନ୍ତ ଶତପଥୀ, ମାୟାଧର ସାହୁଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ବୁଦ୍ଧିଜୀବୀ ତଥା ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ସଭାର ପ୍ରାରମ୍ଭରେ ସାମୂହିକ ବେଦପାଠ ଏବଂ ନୀରବ ପ୍ରାର୍ଥନା କରାଯାଇଥିଲା। ଉପସ୍ଥିତ ଅତିଥିମାନେ ସ୍ୱର୍ଗତ ବାରିକଙ୍କ ସ୍ମୃତିଚାରଣ କରିଥିଲେ। ଜଣେ ମୁକୁଟବିହୀନ ରାଜା ହିସାବରେ ଶ୍ରୀ ବାରିକ ଆଡ଼କଟାରେ ଘରେ ଘରେ ପରିଚିତ ଥିଲେ। ଶିକ୍ଷାଠାରୁ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ସବୁର ଉନ୍ନତି ପାଇଁ ସେ ଅହରହ ଚେଷ୍ଟା କରି ଆସୁଥିଲେ। ଆଡ଼କଟାରେ କଲେଜଟିଏ ନିର୍ମାଣ କରିବା ପାଇଁ ସେ ଅହରହ ଉଦ୍ୟମ କରି 1992 ମସିହାରେ ସଫଳ ହୋଇଥିଲେ। ଆଜି ତାଙ୍କ ଅବର୍ତ୍ତମାନରେ ଗାଁ ସଭାଠାରୁ ମନ୍ଦିର ପର୍ଯ୍ୟନ୍ତ ସମସ୍ତେ ଝୁରୁଛନ୍ତି ବୋଲି ତାଙ୍କ ସହିତ ବିତାଇଥିବା ସହପାଠୀ ବର୍ଣ୍ଣନା କରିଥିଲେ। ଭଗବାନ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଉପସ୍ଥିତ ଜନତା ମତ ଦେଇଥିଲେ। ଜଣେ ରାଜନେତାଠାରୁ ଆରମ୍ଭ କରି ସାମାଜିକ କର୍ମୀ ହିସାବରେ ସେ ନୟାଗଡ଼ ଜିଲ୍ଲାରେ ଲୋକପ୍ରିୟତା ହାସଲ କରିଥିଲେ। ନୟାଗଡ଼ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ, ଟାଇମ୍ସ ଓଡ଼ିଆ। ପରିଚୟ ମହାବୀର ପ୍ରସାଦ ମିଶ୍ର, ମଣ୍ଡଳ ସଭାପତି, ଭାରତୀୟ ଜନତା ପାର୍ଟି ଗଣିଆ। ଆଜି ସ୍ୱର୍ଗତ କାଶୀନାଥ ବାରିକଙ୍କ ସ୍ମୃତିଚାରଣ ସଭା ହେଇଥିଲା, ଆପଣ ଉପସ୍ଥିତ ଥିଲେ, କ'ଣ କହିବେ? ଜୟ ଜଗନ୍ନାଥ। ଆଜି ମୋର ବଡ଼ ଭାଇ ସ୍ୱର୍ଗତ କାଶୀନାଥ ବାରିକି ଆମ ଗହଣରେ ନାହାନ୍ତି। ଆଡ଼କଟା ଏକ ବହୁତ ବଡ଼ କ୍ଷତି ସହିଛି, ଯାହାକି ଅପୂରଣୀୟ। ଆଜି ଆଉ ସ୍ମୃତିଚାରଣ ସଭାରେ ଏଠି ଆମେ ସମସ୍ତେ ଗ୍ରହଣ କଲୁ। ତାଙ୍କର ଯେଉଁ ବଳିଷ୍ଠ ବ୍ୟକ୍ତିତ୍ୱ, ଦୂରଦୃଷ୍ଟି ଏବଂ ଆଜି ଯାହା ବି ଉନ୍ନତି ଆପଣ ଦେଖୁଛନ୍ତି, ସ୍କୁଲ ଦେଖୁଛନ୍ତି, ମେଡ଼ିକାଲ ଦେଖୁଛନ୍ତି, ଏ ଆଡ଼କଟା କଲେଜ, ସବୁ ତାଙ୍କରି ଅବଦାନ। ତେଣୁ ଏ ସ୍ମୃତିଚାରଣ ସଭାରେ ଆଜି ସମସ୍ତେ ଗ୍ରହଣ କରିଛୁ। ତାଙ୍କ ଆତ୍ମାକୁ ଭଗବାନ ଯେଉଁଠି ରଖିଛନ୍ତି ଜଗନ୍ନାଥ ଶାନ୍ତିରେ ରଖନ୍ତୁ ଏବଂ ତାଙ୍କର ଯେଉଁ ନୀତି ଆଦର୍ଶରେ ଆମେ ଆଗକୁ ପଞ୍ଚାୟତର କିପରି ଭାବରେ ଅଧିକରୁ ଅଧିକ ଉନ୍ନତି କରିବୁ, ଯାହାଦ୍ୱାରା ତାଙ୍କର ଆତ୍ମା ଯେଉଁଠି ଥିଲେ ସେ ଦେଖି ଖୁସି ଏବଂ ଶାନ୍ତି ପାଇବ, ସେଇଥିପାଇଁ ଆମେ ସମସ୍ତେ ଏଠି ଗ୍ରହଣ କରିଛୁ। ଦଳଗତ ନିର୍ବିଶେଷରେ ଆଜି ସମସ୍ତେ ଏକାଠି ହେଇଥିଲେ, କ'ଣ କହିବେ ସମ୍ପର୍କରେ? ସମସ୍ତଙ୍କୁ ମୁଁ ଆଜି ଗୋଟିଏ କଥା ଏଠି କହିଛି, ଦଳଗତ ଯେଉଁ ସ୍ୱାର୍ଥ, ଦଳଗତ କୌଣସି ଜିନିଷକୁ ନିଜ ଅଞ୍ଚଳର ଉନ୍ନତି କ୍ଷେତ୍ରରେ ଯେଉଁଟାକି ବାଧାପ୍ରାପ୍ତ କରି ସେପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। ସମସ୍ତେ ନିଃସ୍ୱାର୍ଥ ଭାବରେ ଆଗେଇ ଆସନ୍ତୁ ଏବଂ ଯେଉଁ ସ୍ୱର୍ଗତ କାଶୀନାଥ ବାରିକ ତାଙ୍କର ଯେଉଁ ନୀତି ଆଦର୍ଶ, ତାକୁ ଯଦି ଆମେ ସମସ୍ତେ ଏକ ହୋଇ ଆଗକୁ ନେଇ ଚାଲିବା, ତାହେଲେ ପଞ୍ଚାୟତ ନିଶ୍ଚୟ ଉନ୍ନତି ହେବ। ସେଥିପାଇଁ ଆମେ ସମସ୍ତେ ଗ୍ରହଣ କରୁ। କାଶୀନାଥ ବାରିକଙ୍କ ଭଳି ଆପଣ ମଧ୍ୟ ଆପଣଙ୍କ ଅଞ୍ଚଳର ମଙ୍ଗ ଧରିଛନ୍ତି, ଆଗକୁ ନେବେ, କ'ଣ କହିବେ? ତାଙ୍କ ସାମ୍ନାରେ ତ ମୁଁ କିଛି ନୁହଁ, ଛୋଟିଆ, ମୁଁ ତାଙ୍କର ପୁଅ ବୟସର। ତାଙ୍କ ଅନୁଭୂତି ମୋ ପାଖରେ ନାହିଁ। ତାଙ୍କ ସାଙ୍ଗରେ ଯେତିକି ଥର ମୁଁ ମିଶିଛି, 2-3 ଥର ତାଙ୍କ ସାଙ୍ଗରେ ବୈଠକ ଯାଇଥିଲି। ଯେଉଁ ଛୋଟ ଛୋଟ ସିଏ ମୋତେ ଉତ୍ସାହ ଦେଇଛନ୍ତି, ଯେଉଁ ଛୋଟ ଛୋଟ ଟିପ୍ସ ଦେଇଛନ୍ତି କେମିତି ପଞ୍ଚାୟତ ଉନ୍ନତି କରିବା, ନିଶ୍ଚୟ ଭାବରେ ତାଙ୍କର ଏଇ ମାର୍ଗଦର୍ଶକ ହିସାବରେ ଯେଉଁ ମୋତେ ଜ୍ଞାନ ଦେଇଛନ୍ତି, ସେହି ହିସାବରେ ମୁଁ ପଞ୍ଚାୟତ ଉନ୍ନତି ପାଇଁ ନିଶ୍ଚୟ ଭାବରେ ଚେଷ୍ଟା କରିବି।